ମାଲକାନଗିରିରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। 4,000 କୋଟି ଟଙ୍କା ବିନିଯୋଗରେ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ 2,000ରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଇବେ। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପବିହୀନ ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। 4,000 କୋଟି ଟଙ୍କା ବ୍ୟୟ ଅଟକଳରେ ଜିଲ୍ଲାରେ ଗୋଟିଏ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ଏଥିରେ 2,000ରୁ ଅଧିକ ଶିକ୍ଷିତ ଯୁବକ ଓ ଯୁବତୀ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସିଙ୍ଗାପୁରରେ ଚାଲିଥିବା 2024 ବିଶ୍ୱ ଚାମ୍ପିଅନସିପ୍ରେ ବିଜୟୀ ହୋଇଛନ୍ତି ଭାରତର 18 ବର୍ଷୀୟ ଚେସ୍ ତାରକା ଡି ଗୁକେଶ ବା ଗୁକେଶ ଡମାରାଜୁ। ଏପ୍ରିଲ 2023ରୁ କ୍ଲାସିକାଲ ଫର୍ମାଟରେ ବିଶ୍ୱ ଚାମ୍ପିଅନ ହୋଇଥିବା ଚୀନର ଡିଂ ଲୋରେନ୍ସଙ୍କୁ ପରାସ୍ତ କରି ଗୁକେଶ ତାଙ୍କଠାରୁ ବିଶ୍ୱ ବିଜୟୀ ମୁକୁଟ ଛଡ଼ାଇ ଆଣିଛନ୍ତି। ଏହି ଅବିଶ୍ୱସନୀୟ କୀର୍ତ୍ତି ସହିତ ଗୁକେଶଙ୍କୁ ଦ୍ୱିତୀୟ ଭାରତୀୟ ଚେସ୍ ଖେଳାଳି ଭାବେ ବିଶ୍ୱ ବିଜେତା ହୋଇଛନ୍ତି। FIDE ଏକ ବିବୃତ୍ତିରେ କହିଛି, ପ୍ରତ୍ୟେକ ଖେଳାଳିଙ୍କୁ $2 ଲକ୍ଷ ବା 1.69 କୋଟି ଟଙ୍କା ମିଳିବ। ଅବଶିଷ୍ଟ ପୁରସ୍କାର ରାଶି ଖେଳାଳିଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦିଆଯିବ। ଯଦି ବିଜେତା ଟାଇ ବ୍ରେକ୍ ଉପରେ ନିଷ୍ପତ୍ତି ନିଆଯାଏ, ପୁରସ୍କାର ରାଶି ନିମ୍ନଲିଖିତ ଭାବରେ ବିଭକ୍ତ ହେବ। ବିଜେତା $13 ଲକ୍ଷ ପ୍ରାୟ 11 କୋଟି 0.2 କୋଟି। ରନର୍ସ ଅପ୍ $12 ଲକ୍ଷ ପ୍ରାୟ 10.17 କୋଟି ପାଇବେ। ଏହିପରି ଗୁକେଶ ସମୁଦାୟ $13,50,000 ପ୍ରାୟ 11 କୋଟି 45 କୋଟି ଜିତିଥିବା ବେଳେ ଡିଂ $11,50,000 ପ୍ରାୟ 9.75 କୋଟି ପାଇଥିଲେ। କଟକ ବାଙ୍କିରେ ଯୁବତୀଙ୍କ ଭିଡ଼ିଓ ଭାଇରାଲ କରି ବନ୍ଧା ହେଲେ ପ୍ରେମିକ। ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଭିଡ଼ିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଙ୍କୀ ପୋଲିସ। ଅଭିଯୁକ୍ତଙ୍କର ନାମ ଅମିୟ ଚକ୍ର ହୋଇଥିବା ବେଳେ ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରିଥିବା ସୂଚନା ମିଳିଛି। ଭିଡ଼ିଓ ଭାଇରାଲ ଘଟଣା ନେଇ ଗତ ମାସରୁ ଯୁବତୀ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ ଅଭିଯୁକ୍ତଙ୍କ ନମ୍ବରକୁ ଟ୍ରାକ୍ କରି ଧରିବାରେ ସକ୍ଷମ ହୋଇଛି। ମିଛ ଜାଲରେ ଫସାଇ ଭିଡ଼ିଓ ଭାଇରାଲ କରିଥିବା ଅଭିଯୋଗ। ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ। ଭୁବନେଶ୍ୱରରେ 10 ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ। ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଏଣ୍ଡ ରୁଫ୍ କମ୍ପାନୀ ଓଡ଼ିଶାର ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ସମେତ 3 ଜଣଙ୍କୁ ଗିରଫ କରିଥିଲା ସିବିଆଇ। ଚଞ୍ଚଲ ମୁଖାର୍ଜୀଙ୍କ ସହିତ ଠିକାଦାର ସନ୍ତୋଷ ମହାରଣା ଓ ସୁପରକ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ଆଣି ଜେରା କରୁଛି ସିବିଆଇ। ଏହି ଘଟଣାରେ ବିଷ୍ଣୁପଦ ସେଠୀଙ୍କୁ ଡ୍ରାଇଭର ସମନ କରିଛି ସିବିଆଇ। ବ୍ରିଜ୍ ଏଣ୍ଡ ରୁଫ୍ କମ୍ପାନୀର ଓଡ଼ିଶାର ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କୁ 10 ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ ପାଇଁ କୁହାଯାଇଥିବା ସକାଳ 11 ତାରିଖ 10ଟା ବେଳେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ଏନେଇ ବିଷ୍ଣୁପଦ ସେଠୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ଜାଡ଼ ମୟୂରଭଞ୍ଜରେ ଅସମ୍ଭାଳ ଜାଡ଼। ଆଜି ସର୍ବନିମ୍ନ ତାପମାତ୍ରା 3 ଡିଗ୍ରୀ ରହିଛି। ଶିମିଳିପାଳ ପାଦଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଲୋକମାନେ କାଠ ଜାଳି ନିଆଁ ପିଉଛନ୍ତି। ଥଣ୍ଡାର ପ୍ରକୋପ ବଢ଼ିବା ସହିତ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଶିମିଳିପାଳର ବିଭିନ୍ନ ସ୍ଥାନରେ ଆଜିର ତାପମାତ୍ରା ହ୍ରାସ ପାଇଛି। ଉପର ବାରାକାମୁଡ଼ାରେ 3 ଡିଗ୍ରୀ, ନିଆଣରେ 5, ଚହଲାରେ 4, ଗୁରିଗୁଡ଼ିଆରେ 6, ବରେଇପାଣିରେ 6 ଏବଂ ରାମତୀର୍ଥରେ 10 ଡିଗ୍ରୀ ରେକର୍ଡ ହୋଇଛି। ସ୍ଥାନରେ 10 ତଳକୁ ଖସିଛି ତାପମାତ୍ରା। 15 ତଳେ ରହିଛି ରାଜ୍ୟର ଅନେକ ସହର। ଆଗାମୀ 3 ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ଆଜିଠାରୁ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡ଼ି ସହିତ ଅଧିକ ଜାଡ଼ ରହିବ। ଆଜି ପ୍ରାୟ ସନ୍ଧ୍ୟା 8ଟାରେ ମୋ ବସ୍ କଟକରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ଏହା ଯେତେବେଳେ ମଧୁପାଟଣା ନିକଟରେ ପହଞ୍ଚିଥିଲା, ହଠାତ୍ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। କିନ୍ତୁ ଏହା ପୂର୍ବରୁ
ବସ୍ଟି ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିଲା। ବସ୍ କିପରି ନିଆଁ ଲାଗିଲା ତାହାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ମୋଦି ସଂସଦରେ ରଖିଲେ 11ଟି ସଂକଳ୍ପ। ନାଗରିକ ହୁଅନ୍ତୁ କି ସରକାର, ସମସ୍ତେ ନିଜ କର୍ତ୍ତବ୍ୟକୁ ପାଳନ କରିବେ। ପ୍ରତି କ୍ଷେତ୍ରରେ ସମାଜକୁ ବିକାଶର ଲାଭ ମିଳୁ, ସମସ୍ତଙ୍କୁ ସମର୍ଥନ, ସମସ୍ତଙ୍କର ବିକାଶ ହେଉ। ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ରଖିବା ଆବଶ୍ୟକ ଏବଂ ଦୁର୍ନୀତି କରୁଥିବା ଲୋକଙ୍କୁ ସାମାଜିକ ଗ୍ରହଣୀୟତା ନ ରହିବା ଆବଶ୍ୟକ। ଦେଶରେ ଆଇନ ନିୟମ ପରମ୍ପରା ଗୁଡ଼ିକରେ ପାଳନରେ ଦେଶର ନାଗରିକମାନଙ୍କ ମଧ୍ୟରେ ଗର୍ବର ଭାବ ରହିବା ଆବଶ୍ୟକ। ଦାସତ୍ୱ ମାନସିକତାରୁ ମୁକ୍ତି ହୁଅନ୍ତୁ। ଦେଶର ଐତିହ୍ୟ ପାଇଁ ଗର୍ବିତ ହୁଅନ୍ତୁ। ଦେଶର ରାଜନୀତିରେ ଆତ୍ମୀୟତାଠାରୁ ମୁକ୍ତି ମିଳୁ। ସ୍ୱାଧୀନତାର ସମ୍ମାନ ହେଉ ଓ ରାଜନୈତିକ ସ୍ୱାର୍ଥ ପାଇଁ ସମ୍ବିଧାନକୁ ଅସ୍ତ୍ର ନ କରାଯାଉ। ସମ୍ବିଧାନ ଆତ୍ମା ପ୍ରତି ସମର୍ପଣ ରଖି ଯାହାକୁ ସଂରକ୍ଷଣ ମିଳୁଛି ସେମାନଙ୍କୁ ଛଡ଼ାଯିବା ଉଚିତ ନୁହେଁ। ଧର୍ମ ଆଧାରରେ ସଂରକ୍ଷଣ ପାଇଁ ପ୍ରୟାସ ବନ୍ଦ କରାଯିବା ଆବଶ୍ୟକ। ମହିଳାମାନଙ୍କ ନେତୃତ୍ୱାଧୀନ ବିକାଶ ଦୃଷ୍ଟିରୁ ଭାରତ ବିଶ୍ୱରେ ଏକ ଉଦାହରଣ ହେବା ଉଚିତ। ରାଜ୍ୟର ବିକାଶରେ ଦେଶର ବିକାଶ ଏବଂ ଏହା ବିକାଶର ମନ୍ତ୍ର ହେଉ। ଗୋଟିଏ ଭାରତ ସର୍ବୋତ୍ତମ। ଭାରତ ଦେଶ ସର୍ବୋଚ୍ଚ ହେବା ଆବଶ୍ୟକ। ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତି ବିରୋଧରେ ବିଜେଡି ଏକ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ଆନ୍ଦୋଳନ ପାଇଁ କସରତ ଆରମ୍ଭ କରିଦେଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି ସେ କହିଛନ୍ତି କି ଆସନ୍ତା ଜାନୁଆରୀରୁ ପୋଲାଭରମ ବିରୋଧରେ ଆନ୍ଦୋଳନ ଜୋରଦାର ହେବ। ମୋଟୁରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ଆନ୍ଦୋଳନ ଜାରି ରହିବ। ଉତ୍ତରପ୍ରଦେଶ ପୁଲିସ ସେବାର ସିନିୟର ଅଧିକାରୀ ତଥା କାନପୁରର ଏସ୍ପି ଥିବା ମହସିନ ଖାନଙ୍କ ବିରୁଦ୍ଧରେ ଆଇଆଇଟି କାନପୁର ଜଣେ ଛାତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଯାଞ୍ଚ କରିବା ଆରମ୍ଭ କରିଛି। ଡିସିପି ଅଙ୍କିତା ଶର୍ମା ଗଣମାଧ୍ୟମକୁ ପ୍ରକାଶ କରି କହିଛନ୍ତି କି ଆଇଆଇଟି କାନପୁରର ଜଣେ ଛାତ୍ରୀ ଏସ୍ପି ମହସିନଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ କେନ୍ଦ୍ର କରି ଏସ୍ପିଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସରକାରୀ ହସ୍ପିଟାଲକୁ ଯାଉଥିଲେ ଆପଣମାନେ ବି ହୋଇଯାଆନ୍ତୁ ସାବଧାନ, ନଚେତ୍ ମୂଷା ଆପଣଙ୍କର ଆଙ୍ଗୁଠିକୁ କାମୁଡ଼ି ଖାଇଲା ପରେ ଆପଣ ବି ମଧ୍ୟ ମୃତ୍ୟୁମୁଖର ସାମ୍ନା କରିପାରନ୍ତି। ରକ୍ତ କର୍କଟରେ ପୀଡ଼ିତ 10 ବର୍ଷର ନାବାଳିକ ଆଙ୍ଗୁଠିକୁ କାମୁଡ଼ିଲା ମୂଷା। ଏହି କାରଣରୁ ତା'ର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଗତକାଲି ରାଜସ୍ଥାନର ସରକାରୀ କର୍କଟ ପ୍ରତିଷ୍ଠାନରେ ରକ୍ତ କର୍କଟରେ ପୀଡ଼ିତ ଥିବା 10 ବର୍ଷ ନାବାଳିକାର ମୃତ୍ୟୁ ହୋଇଛି। ତେବେ 2 ଦିନ ତଳେ ପିଲାଟିର ଗୋଡ଼ ଆଙ୍ଗୁଠି ମୂଷା କାଟି ଦେଇଥିଲା। ଗଣମାଧ୍ୟମରେ ରିପୋର୍ଟ ଦିଆଯାଇଥିବା ଦାବିକୁ ଖଣ୍ଡନ କରିଛନ୍ତି ଡାକ୍ତରଖାନାର ଅଧୀକ୍ଷକ ଡକ୍ଟର ସନ୍ଦୀପ ସଜୁଜା। କହିଛନ୍ତି ଯେ ମୃତ୍ୟୁର ମୁଖ୍ୟତଃ ସେପ୍ଟିସେମିକ୍ ସକ୍ ଏବଂ ସଂକ୍ରମଣ କାରଣରୁ ହୋଇଛି। ପିଲାଟି ଜ୍ୱର ଏବଂ ଏନିମିଆରେ ପୀଡ଼ିତ ଥିଲା। ରାଜ୍ୟ ସରକାର 3 ଜଣିଆ ତଦନ୍ତ କମିଟି ଗଠନ କରି 3 ଦିନ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏଥିସହ ରାଜ୍ୟ ମେଡିକାଲ ଶିକ୍ଷା ସଚିବ ଅମରୀଶ କୁମାର ରାଷ୍ଟ୍ରାୟତ୍ତ ଏସ୍ଏମ୍ଏସ୍ ମେଡିକାଲ କଲେଜ ମୁଖ୍ୟଙ୍କଠାରୁ ରିପୋର୍ଟ ମାଗିଛନ୍ତି।